ନା ସେମିତି କିଛି ଭାବିନି ଯଦି ଚାହିଁଲେ ବି ଯଦି ମାଲିକ ଚାହିଁବ ମୁଁ ନିଶ୍ଚୟ ଯିବି କାହିଁକିନା ସେଇ ପାଟିରୁ ମୁଁ ଯେତେବେଳେ ମାନେ ସବୁ କିଛି ମାନେ ପାଇଛି ଫିର୍ ବି ଆମେ ଅନୁଷ୍ଠାନରେ ଅଛୁ ବୋଲି କ'ଣ ସଂସ୍କାର ଭୁଲିଯିବୁ। ଦୁଃଖ ତ ବହୁତ ଆସିଛି। ଫାଷ୍ଟ ବାପା ଏକ୍ସପର୍ଟ କରିଗଲେ ଏଇ ପଣତକାନି ନାଟକରେ। ବାପା ତମେ ତ 6-7 ମାସ ହେଲା ଘରକୁ ଆସୁନ, ହଠାତ୍ ଦିନ ରାତିରେ ଲାଇନ ପଳେଇଲା। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ତାରିଣୀ, ମା ବରାଳବାଲୀଶ୍ୱର ବାବା। ଫାଷ୍ଟ ତ ମୁଁ ଡ୍ୟାନ୍ସ କରୁଥିଲି, ସମସ୍ତେ ଜାଣିଛନ୍ତି। ଏବେ ତ କମେଡିଆନରେ ଅଛି, ଆଉ କମେଡିଆନ କରୁଛି ଆଉ ଡ୍ୟାନ୍ସ ଛାଡ଼ି ଦେଇଛି। ଆଜ୍ଞା, କୋଣାର୍କରେ ଅଧିକ ଦିନ। ନା ସେମିତି କିଛି ଭାବିନି ଯଦି ଚାହିଁଲେ ବି ଯଦି ମାଲିକ ଚାହିଁବ ମୁଁ ନିଶ୍ଚୟ ଯିବି କାହିଁକିନା ସେଇ ପାଟିରୁ ମୁଁ ଯେତେବେଳେ ମାନେ ସବୁ କିଛି ମାନେ ପାଇଛି ସବୁ ପାର୍ଟ ତ ସେଇଠୁ ମୁଁ ଶିଖିଛି, ସେଇଠି ବି ମୁଁ ଅଭିନୟ ଶିଖିଛି। ମାଲିକ ବି ମୋତେ ସେଠି ସପୋର୍ଟ ଦେଇଥିଲେ ଯେ ତୁ ପାର୍ଟ କର ବୋଲିକି, ଆଉ ସେଠି କେବେ ଭୁଲି ହବ। ମତେ ମୁଁ ତ ପୁରା ପୁରି ଭୟ କରି ଯାଇଥିଲି। ଆମର ଯୋଉ ଅପା ସବୁ ଥିଲେ, ନଳିନୀ ଅପା, ନନା ଦୈତାନ ନନା, ଆଉ ମିଟୁନା ଆପା, ସେମାନେ କହିଲେ ତୁ କର, ତୁ କାହିଁ ଡରୁଛୁ, ଏଠି ସବୁ ବାଘ ଅଛନ୍ତି, ତୁ କାହିଁ ଡରୁଛୁ, ତତେ ସମସ୍ତେ ଆମେ ଶିଖେଇ ଦେବୁ, ଅଭିନୟ କର, ଦେଖିବୁ ବହୁତ ମାନେ ହାଲକା ଲାଗିବ। ଡ୍ୟାନ୍ସର ଅଭିନୟ ବହୁତ ମାନେ ସହଜ, ତୁ କରିକି ଥରେ ଦେଖ, ନିଶ୍ଚୟ ତୁ ପାରିବୁ। ସେମାନେ ସାହସ ଦେଲେ ଯେତେବେଳେ ମୁଁ କଲି। ପାଠର ନାଁ ନେବିନି ଏଇଥିପାଇଁ ଯେ ମୋ ବଡ ଦେଢଶୁରଙ୍କ ନାଁ, ଫିର୍ ବି ଆମେ ଅନୁଷ୍ଠାନରେ ଅଛୁ ବୋଲି କ'ଣ ସଂସ୍କାର ଭୁଲିଯିବୁ। ଯାହାହେଲେ ବି ମୁଁ ଏଇଟା ଧରେନି ନା କେବେ। ଏମିତିକି ଯିଏ ମୋ ସାଙ୍ଗରେ ଅଭିନୟ କରୁଛନ୍ତି ତାଙ୍କ ନାଁ ବି ମୁଁ ଧରିପାରିବିନି କାହିଁକିନା ସେ ମୋ ଶ୍ୱଶୁରଙ୍କ ନାଁ। ଫାଷ୍ଟ ଥିଲେ ନରୀ ନନା, ଗଦା ନନା ଯେ ଚାଲିଗଲେ, ଆଉ ବୁଦ୍ଧି ନନାଙ୍କ ସାଙ୍ଗରେ ବି ପାଠ କରିଛି। ପହଲି ଆଇ, ମକୁ ନନା, ବାପୁନି ଆଇ, ମୁନା ଆଇ, ପଦୁ ନନା, ସମସ୍ତ ସାଙ୍ଗରେ ପାଠ କରିସାରିଲି। ଯୋଡି କଥା କହିପାରିବିନି, ସମସ୍ତ ସାଙ୍ଗରେ ମୁଁ ଭଲ ପଡୁଛି। ସମସ୍ତେ ମତେ ଭଉଣୀ ଭଳିଆ ଦେଖନ୍ତି, ମୁଁ ତାଙ୍କ ସାଙ୍ଗରେ ବହୁତ ଭଲ ପାଠ ପାଇଛି। ସେମାନେ ମତେ ଶିଖାନ୍ତି, ଆଉ ମୁଁ ଯୋଉଟା ନ କରିପାରେ ସେମାନେ ଗାଏ ଭଲସେ କର ମା, ମୁଁ କରେ ତାଙ୍କ ସାଙ୍ଗେ ସପୋର୍ଟ କରେ। ଦୁଃଖ ତ ବହୁତ ଆସିଛି। ଫାଷ୍ଟ ବାପା ଏକ୍ସପର୍ଟ କରିଗଲେ ଏମିତି ସନ୍ଧ୍ୟା 7:30 ସମୟରେ। ଆମେ ଥିଲୁ ତାଲଚେର ଭିତରକୁ କୋଣାର୍କ ପାଟିରେ। ବାବୁ କହିଲେ ତୁ ଟେନସନ ନେ ନା, ମୁଁ ତ ନାଇଁ ଗାଡି ଠିକ କରିଦେଇଛି, ତୁ ପାଠ ସାର, ତୁ ଯାଇକି ପହଞ୍ଚେଇଦେବୁ ତତେ ଯେମିତି ହଉ। ବାପା ଆମର ତ ଭାଇ ନାହାନ୍ତି, ବଡ ବାପାଙ୍କ ପୁଅ ସବୁ ବୁଝାପଣା କରନ୍ତି। ଆଉ ଆମେ ଯାଇକି ପହଞ୍ଚିଲୁ, ବାବୁ ନାଟ ଭାଙ୍ଗି ଯାଇକି ବାଲେଶ୍ୱର ବାସଦେବପୁର ଆମ ଘର ବାମୁଣିଆ, ସେଠି ଯାଇକି ଆମ ମାଲିକ ଗାଡି ଦେଲେ, ନେଇକି ଛାଡିଲେ। ବାପା ଶବ ସଂସ୍କାର କରିକି ତାପରେ ପୁଣି ଆସିଲୁ, ଆସିକି ପୁଣି ଅଭିନୟ କଲୁ। ହଁ, କଷ୍ଟ ତ ବହୁତ ହେଇଛି। ରାତିରେ ସବୁ ନନା ହେରିକା ବୁଝଉଛନ୍ତି, ହଁ ସମସ୍ତଙ୍କର ବାପା ମା ହଉଛି ସବୁ କିଛି। ବାପା ଚାଲିଗଲା, ମା ଚାଲିଗଲା ପରେ ସବୁ ଚାଲିଯିବ। ରାତି ସାରା ବୁଝେଇଲେ, ତଥାପି କଷ୍ଟରେ ମୁଁ ପାଠ କଲି, ଲୋକଙ୍କୁ ହସେଇଲି, ସେଥିରେ ବି ଲୋକଙ୍କୁ ହସଉଥାଏ। ତାପରେ ଘରେ ଯାଇ ବାବାଙ୍କୁ ସଂସ୍କାର କରିକି ଆସିଲି। ଏଇ ପଣତକାନି ନାଟକରେ। ବାପା ତମେ ତ 6-7 ମାସ ହେଲା ଘରକୁ ଆସୁନ, ହଠାତ୍ ଦିନ ରାତିରେ ଲାଇନ ପଳେଇଲା, ମତେ ଭାରି ଡର ମାଇଲା। ମୁଁ ଭାବିଲି ଏଙ୍କର ହଉଛି ଡିଜି ଆଉ ଜେନେରେଟର ଅଛି, ମୁଁ ତାଙ୍କୁ ଫୋନ କରି ଡାକିଦେବି। ତ ଫୋନ କରି ଡାକିଦେଲି ସିନା, ହେଲେ ହ୍ୟାଣ୍ଡେଲ ଟାକୁ ଛାଡି ଆସିଥିଲେ। ହ୍ୟାଣ୍ଡେଲ ତ ଆଣିନାହିଁ, ବଲ୍ କେମିତି ଜଳିଲା? ବାପା ଜଳିଲା ପା, ଟିକେ ରୁହ, ଫୁଲ ଷ୍ଟୋରିଟା ଆଗେ ଶୁଣି ସାର। ବିକୁ ଭାଇ ତମେ ଫୁଲ ଷ୍ଟୋରିଟା କହିଲ, ମୋ ବାପା ଶୁଣିବେ। ଦର୍ଶକ କହିବି ଯେ କ'ଣ ଆଉ କହିବି, ସେମାନେ ସବୁ ମୋ ଅଭିନୟ ଦେଖନ୍ତୁ, ଆଉ କେମିତି କ'ଣ କରୁଛି, ଯଦି ଭୁଲ ହଉଛି ମତେ ସେଇଟା କମେଣ୍ଟ ଜରୁର ଜଣାନ୍ତୁ। ଇଣ୍ଡିଆ ମିଡିଆ ଭାଇ ମାନେ ଯୋଉମାନେ ଆସିଛନ୍ତି ତାଙ୍କୁ ଭଲସେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ସେମାନେ ଆହୁରି ଆଗକୁ ଯାଆନ୍ତୁ। ଏତିକି କହି ରହୁଛି। ଜୟ ମା ତାରିଣୀ, ବରାଳବାଲୀଶ୍ୱର। ନମସ୍କାର।